ଆଜି ବିବେକ ସବୁଦିନ ପାଇଁକି ସୁଗନ୍ଧାଙ୍କର ଖେଳ ସାରି ଦେଉଛନ୍ତି। ଆଜି ଦୁଷ୍ଟ ସୁଗନ୍ଧାଙ୍କୁ ସବୁଦିନ ପାଇଁକି ଜେଲକୁ ପଠାଉଥିବା ବେଳେ ସୁଗନ୍ଧା ଶେଷରେ ଆଜି ଯେତେବେଳେ ଘରର କାଗଜପତ୍ରକୁ ବୁଲବୁଲ ଦେବୀଙ୍କ ଆଗରେ ବିବେକ ଚିରି ଦେଉଛନ୍ତି। ଆଉ ଏହା ଶୁଣି ବୁଲବୁଲ ଦେବୀ କହୁଛନ୍ତି, କ'ଣ ହେଲା ବିବେକ, ହଠାତ୍ ତୁ ଏମିତି ରାଗି ବ୍ୟବହାର କାହିଁ କରୁଛୁ? ତାପରେ ବିବେକ କହୁଛନ୍ତି, ମମି ମୁଁ ସେ ଲୋକ ହାତରେ ମୋ ପ୍ରପର୍ଟି ଦେଇପାରିବିନି ଯିଏ ମୋତେ ମାରିବାକୁ ଚେଷ୍ଟା କରୁଥିଲା। ଏହା ଶୁଣି ଘରର ସମସ୍ତ ଲୋକ ଆଉ ସୁଗନ୍ଧା ବି ତାଜୁବ ହେଇଯାଉଛନ୍ତି। ଆଉ କହୁଛନ୍ତି, ଏଇ କ'ଣ କହୁଛୁ? ବୁଲବୁଲ ଦେବୀ କହୁଛନ୍ତି, ଏ ସୁଗନ୍ଧା ତୋତେ ସୁନେନା ମାରିବାକୁ ଚେଷ୍ଟା କରିଥିଲା। ସୁଗନ୍ଧା ନୁହେଁ, ସୁଗନ୍ଧା ହେଉଛି ମୋର ସୁନାର ବୋହୂ। ତାପରେ ବିବେକ କହୁଛନ୍ତି, ନାଇଁ ମମି ସୁନେନା ନୁହଁ, ଏଇ ସୁଗନ୍ଧା ମୋତେ ମାରିବାକୁ ଚେଷ୍ଟା କରିଥିଲା, ବରଂ ସୁନେନା ତ ମୋତେ ବଞ୍ଚେଇବାକୁ ଚେଷ୍ଟା କରିଛନ୍ତି। ଆଉ ଏହା ଶୁଣି ବୁଲବୁଲ ଦେବୀ ତାଜୁବ ହେଇଯାଉଛନ୍ତି। ଆଉ ସେଇଠୁ ବିବେକ କହୁଛନ୍ତି, ଏଇ ସୁଗନ୍ଧାର ବହୁରୂପୀ ରୂପ ଅଛି, ତମେ ଜାଣିନ। ତାପରେ ସୁଗନ୍ଧା କହୁଛନ୍ତି, ଇଏ ଟଙ୍କା ପାଇଁକି ନିଜ ସୀମା କ୍ରସ୍ କରୁଛି, ୟା ମୁହଁ ମୋତେ ବାନ୍ଧିବାକୁ ପଡ଼ିବ, କଥା ମୁଁ ବୁଝିପାରୁଛି ଏଥିପାଇଁକା। ଆଉ ଏହି ସମୟରେ ଭାନୁବାବୁ କହୁଛନ୍ତି, ତମ ଦୁଇ ଜଣଙ୍କ ଭିତରେ କିଛି ଝଗଡ଼ା ହେଇଛି କି? ତାପରେ ଏହା ଶୁଣି ସୁଗନ୍ଧା ଚିନ୍ତିତ ହୋଇ କହୁଛନ୍ତି, ନାଇଁ ମୋ ଡାଡି, କେଉଁ କଥାରେ ବିବେକ ଟିକେ ରାଗି ଯାଇଛନ୍ତି, ମୁଁ ଏବେ ବୁଝେଇ ଦେଉଛି ରୁହ। ଯେତେବେଳେ ବୁଝିବାକୁ ଯାଇଛନ୍ତି, ଭଟାଭଟ ଠାଏ 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 ପୁରା ଚାପୁଡ଼ା ଲାଗିଯାଉଛି ପୁରା ସୁଗନ୍ଧାଙ୍କ ଗାଲରେ। ଗୋରା ଗାଲଟା ପୁରା ନାଲି ପଡ଼ିଯାଉଛି। ଆଉ ସାଙ୍ଗେ ସାଙ୍ଗେ ବିବେକ କହୁଛନ୍ତି, ମୋଠୁ ଦୂରେଇକି ରୁହ ହେଲା। ସୁଗନ୍ଧାକୁ ଏଇଭଳିଆ ତାକିଦ ଶୁଣିଲା ପରେ ସୁଗନ୍ଧା କହୁଛନ୍ତି, ରୁହ ମୁଁ ଆଙ୍କୁ ବୁଝିବାକୁ ପଡ଼ିବ। ତାପରେ ସୁଗନ୍ଧା ପାଖକୁ ଆସିକି କହୁଛନ୍ତି, ଲାଗୁଛି ତମ ଦେହ ଭଲ ନାହିଁ, ରୁମ୍କୁ ଚାଲ, ମୁଁ ତୁମକୁ ମେଡ଼ିସିନ ଦେଇଦେବି। ବିବେକ କହୁଛନ୍ତି, ମୁଁ ଏବେ ଠିକ୍ ଅଛି, ମୋର ହୋସ୍ ଆସିଯାଇଛି ହେଲା। ମୁଁ ଏବେ ସମସ୍ତଙ୍କୁ ତମ ସତ ଜଣେଇକି ରହିବି, ମୋତେ ଏବେ କେହି ଅଟକେଇ ପାରିବେ ନାହିଁ। ଆଉ ଏସବୁ ହେଉଛି ସୁଗନ୍ଧାର କଚ୍ଚା ଚିଠା। ଗୋଟିଏ ନିରୀହ ଚେହେରା ତଳେ ଲୁଚି ରହିଛି ନିର୍ଦ୍ଦୟୀ ମଣିଷଟିଏ। ତାପରେ ଘର ଲୋକ ଆଗରେ ସବୁ କଥା ଗୋଟି ଗୋଟି ରୂପରେ କହୁଛନ୍ତି। କେମିତି ବବଲୁ ଆଗରେ ବିଷ କେକ୍ ଦେଲେ ସୁନେନାକୁ ମାରିବା ପାଇଁକି, ସେଠୁ ସୁନେନାଙ୍କର ବିବେକଙ୍କ ସହିତ କଳି ହେଲା। ତାପରେ ଘାଟି ଉପରେ ନେଇ କେଉଁ ଭଳିଆ ବିବେକକୁ ଠେଲିଦେଲେ, ଏସବୁ କଥା ସବୁ କହିସାରିଲେ। ଆଉ କହିସାରିଲା ପରେ ତାପରେ ସୁଗନ୍ଧା ସେଠୁ କହୁଛନ୍ତି, ଏତେ କଥା ଏଇ ନକଲି ବିବେକ କେମିତି ଜାଣିଲା? ଇଏ ଆଉ ଅସଲି ବିବେକ ନୁହଁ ତ? ତାପରେ ସାଙ୍ଗେ ସାଙ୍ଗେ ବିବେକ କହୁଛନ୍ତି, କ'ଣ ଭାବୁଛ? ସବୁ ମୁଁ ଜାଣିପାରୁଛି ତମେ କ'ଣ ଭାବୁଛ। ସୁଗନ୍ଧା କହୁଛନ୍ତି, ଇଏ ଭାଇ, ଇଏ ବୋଧେ ଅସଲି ବିବେକ ମୋ ପାଖକୁ ଫେରି ଆସିଛନ୍ତି। ଏବେ କ'ଣ ହେବ ମୋର? ମୁଁ ତ ଜେଲରେ ପଶିଯିବି। ତାପରେ ନକଲି ବିବେକ ଘର ଭିତରେ ବନ୍ଧା ହେଇକି ଥିବା ବେଳେ ସୁନେନା ସେଠିକି ଆସୁଛନ୍ତି। ଆଉ ଯେତେବେଳେ ସୁନେନା ଆସୁଛନ୍ତି, ନକଲି ବିବେକ କହୁଛନ୍ତି, ସୁନେନା ସୁନେନା ଏସବୁ କ'ଣ କରୁଛ? ଆସ ନା, ମୋତେ ଟିକେ ଖୋଲିଦିଅ, ସମସ୍ତେ ୱେଟ୍ କରିଥିବେ ତଳେ, ପ୍ଲିଜ୍ ଆସ ନା, ଖୋଲିଦିଅ, ମୋ ହାତ ବି। ଆପଣମାନେ କ'ଣ ଲାଗୁଛି ସାଙ୍ଗମାନେ, କ'ଣ ନକଲି ବିବେକ ଆଜି ସମସ୍ତଙ୍କ ସାମ୍ନାରେ ନିଜ ରହସ୍ୟକୁ ସ୍ୱୀକାର କରିଦେବେ ସୁନେନାଙ୍କ କଥାରେ ଆସି, ଆଉ ସୁଗନ୍ଧାକୁ ଜେଲକୁ ପଠାଇ ଦେବା ପାଇଁକି ପ୍ରସ୍ତୁତ ରହିବେ? ଭିଡ଼ିଓ ଆହୁରି ଇଣ୍ଟରେଷ୍ଟିଂ ହେବାକୁ ଯାଉଛି। ଭିଡ଼ିଓକୁ ଲାଷ୍ଟ ଯାଏଁ ଦେଖନ୍ତୁ, ସବୁକିଛି ଆପଣ ଜାଣିପାରିବେ। ଆଉ ଭିଡ଼ିଓକୁ ଗୋଟେ ଲାଇକ୍ ନିହାତି ଭାବେ ଦେବେ। ତାପରେ ସୁନେନା କହୁଛନ୍ତି, ଅସଲି ବିବେକ ତଳକୁ ଯାଇଛନ୍ତି, ସବୁ ସମ୍ଭାଳି ନେବେ, ତମେ ଏବେ ଜମା ଟେନସନ୍ ହୁଅନି। ନକଲି ବିବେକ କହୁଛନ୍ତି, ଏ ଫାଲତୁ କଥା କୁହନି ଜମା ହେଲା, ତମେ ଏଭଳିଆ କଥା କୁହନି, ଚାଲ ଯିବା ତଳକୁ ଜଲ୍ଦି। ସୁନେନା କହୁଛନ୍ତି, ଫାଲତୁ କଥା ନୁହଁ, ସତ କଥା, ଏବେ ତମ ଖେଳ ଶେଷ ହେଇଯାଇଛି ବହୁରୂପୀ ଲୋକ, ଆଉ ନାଟକ କରିବା ଆବଶ୍ୟକ ନାହିଁ। ଦେଖ, ମୋ ଜୀବନ ବଞ୍ଚେଇ ତମେ ତମ ମଣିଷ ପଣିଆର ପରିଚୟ ଦେଇଦେଇଛ। ଭଲ ଲୋକ ଖରାପ ଲୋକ ସହିତ ମିଶିଲେ ଖରାପ ହେଇଯାଏ, ଯେମିତି ଭଲ ଆଳୁ ବା ଭଲ ପରିବା ଖରାପ ପରିବା ଆଗରେ ଯଦି ରହିଯାଏ ନା, ସେ ପଚି ସଢ଼ି ନଷ୍ଟ ହେଇଯାଏ ସେଇଭଳିଆ ଭାବରେ। ଆଉ ସେମିତି ତମେ ସୁଗନ୍ଧାଙ୍କର କଥାରେ ପଡ଼ି ତମେ ନାଚୁଛ, ଆଉ ଭଲ ମଣିଷ ଖରାପ ହେଇଯାଇଛ। ନକଲି ବିବେକ କହୁଛନ୍ତି, ପ୍ଲିଜ୍ ମୋତେ ଏଠୁ ଯିବାକୁ ଦିଅ ନା। ତାପରେ ସୁନେନା କହୁଛନ୍ତି, ମୁଁ ତମକୁ ବଞ୍ଚେଇବାକୁ ଚାହୁଁଛି ରୂପମ, ମୁଁ ତମ ସ୍ୱପ୍ନ ପୂରଣ କରିବି। ତମେ ଜଣେ ଭଲ ଆକ୍ଟର, ତମେ ଏ ଘରେ ରହି ସମସ୍ତଙ୍କୁ ବିଶ୍ୱାସ ଦେଇଦେଲ ଯେ ତମେ ବିବେକ ବୋଲି, ତମେ ଆକ୍ଟିଂ କରିବାରେ ସୁପର ମାଷ୍ଟର। କିନ୍ତୁ ଗୋଟିଏ କଥା କହିବି, ତମେ ଏବେ ଆକ୍ଟିଂ କରିବ ନା ଜେଲକୁ ଯିବ? ତାପରେ ସୁଗନ୍ଧା ଘର ଭିତରେ ଅସଲି ବିବେକଙ୍କ କଥା ଶୁଣି ହସିକି ତାମସା ମାରୁଛନ୍ତି। ଆଉ କହୁଛନ୍ତି, ତମେ ବହୁତ ବଢ଼ିଆ ମଜାକ କରୁଛ ବିବେକ, ନିଜ ସ୍ତ୍ରୀ ନାଁରେ ଏତେ ବଡ଼ ଦୋଷ କହିକି କାହିଁକି ଦେଉଛ? ମୁଁ ସୁଗନ୍ଧା, ତମ ସ୍ତ୍ରୀ, ମୁଁ ତମ ସହିତ କାହିଁ ଏମିତି କରିବି? ଆପଣମାନେ କୁହନ୍ତୁ ନା, ଦେଖନ୍ତୁ ନା ମମି, ଆଜି ପର୍ଯ୍ୟନ୍ତ ଯେଉଁ ବିବେକ
ଟିକେ ଜୋରେ କଥା କହୁନଥିଲେ ମୋତେ, ସବୁବେଳେ ସରାଗ କରୁଥିଲେ, ପ୍ରେମ ଭରା ଆଲିଙ୍ଗନ କରୁଥିଲେ। ଆଜି ମୋର ଗୋରା ଗାଲରେ ଶକ୍ତ ଚାପୁଡ଼ା ମାରି ହାତ ଉଠାଇ ଦେଲେ। ମୋତେ ତ ଲାଗୁଛି ଇଏ ଆମ ବିବେକ ନୁହଁ, ଇଏ କେଉଁ ଛଦ୍ମବେଶୀ ତାଙ୍କ ଜାଗା ନେବାକୁ ଚାହୁଁଛି। ଏହା କହିବା ସମୟରେ ସୁଗନ୍ଧା ସେଠୁ ସୁନୟନା ଏଣ୍ଟ୍ରି କରିଛନ୍ତି। ତାପରେ କୁହନ୍ତି, ମୁଁ ଏ କଥା କେବେଠୁ କହି ଆସିଥିଲି ସୁଗନ୍ଧା, ଏ ଘରେ ବିବେକର ବେଶରେ କିଏ ଜଣେ ଛଦ୍ମବେଶୀ ଅଛି, ତମେ ତ ମାନୁନଥିଲ ଜମା। ସୁଗନ୍ଧା କହୁଛନ୍ତି। ତାପରେ ଏହା ଶୁଣି ପୁରା ତାଜୁବ ହେଇ ପାଖରେ ଯାଇ କହୁଛନ୍ତି, ହଁ ସୁନୟନା, ମୋର ତମ କଥାରେ ଏବେ ଭରସା ଆସିଗଲା ପୂର୍ଣ୍ଣ ମାତ୍ରାରେ। ଦେଖ କେଉଁ ଭଳିଆ ତଳକୁ ଖସୁଛି। ଇଏ ଆମ ବିବେକ ନୁହଁ, କେଉଁ ଛଦ୍ମବେଶୀ। ଏବେ ତମେ କୁହ ବିବେକ କେଉଁଠି ଅଛନ୍ତି? ତମେ ତାଙ୍କ ସହିତ କ'ଣ କରିଛ? ରାଗିକି ପୁରା ନକଲି ବିବେକ ପାଖକୁ ଆସିକି, ମାନେ ଅସଲି ବିବେକ ପାଖକୁ ଯାଇକି। ତାପରେ ଯେତେବେଳେ ନକଲି ବିବେକକୁ ପାଖକୁ ଡାକି ଦେଉଛନ୍ତି, ସୁନୟନା କହୁଛନ୍ତି, ଇଏ ତମ ବିବେକ ନୁହଁ ତ? ସିଏ ତମ ବିବେକ ନା ଇଏ ତମ ବିବେକ? ତାପରେ ସୁଗନ୍ଧା ପୁରା କନଫ୍ୟୁଜ୍ ନେଇଯାଉଛନ୍ତି। ଆଉ ସୁଗନ୍ଧା କହୁଛନ୍ତି, ଦେଖିଲ ତ ମମି ଡାଡି, ଇଏ ଆମ ବିବେକ ନୁହେଁ, ସିଏ ହେଉଛି ଆମ ବିବେକ। ଯାଇ ସୁନୟନା ନେଇକି ଆସିଥିଲେ। ସନ୍ଦିତା କହୁଛନ୍ତି, ମୋତେ ତ କହିନଥିଲ ତମର ଜାଁଳା ଛୁଆ ଅଛି ବୋଲି। ଗୁଡ଼ିଆ ତ ଠିକ୍ କଥା କହୁଥିଲା, ତମେ ତମ ପ୍ରେମିକ ସହିତ ଯେଉଁ ଫେରାର ହେଇଯାଇଥିଲ ନା, ସେଇଠି ଯେଉଁ ମଧୁଚନ୍ଦ୍ରିକା ରହୁଛ ତାରି ଛୁଆ ଆଉ କ'ଣ। ସୁଗନ୍ଧା କହୁଛନ୍ତି ସାଙ୍ଗେ ସାଙ୍ଗେ ପାଖକୁ ଯାଇକି, ତମକୁ ଯେତେ ଟଙ୍କା ଦରକାର ଦେବି, ମୋତେ ବଞ୍ଚେଇ ଦିଅ ପ୍ଲିଜ୍। ଆଜି ଦେଖ ସମସ୍ତଙ୍କୁ ସତ କହିଦିଅ ଯେ ତମ ହିଁ ଅସଲି ବିବେକ, ଆଉ ତମ ଲାଇଫ୍ ବନେଇଦେବି ମୁଁ, ସବୁଦିନ ପାଇଁକି ଲାଲ ଲାଲ କରିଦେବି। ତାପରେ ନକଲି ବିବେକ ସାଙ୍ଗେ ସାଙ୍ଗେ ମୁଁ ସତ କଥା କହୁଛି କହିକି ମୁଖାଟାକୁ ଖୋଲି ଦେଇଛନ୍ତି। ଯେତେବେଳେ ମୁଖା ପୁରା ଖୋଲି ଦେଉଛନ୍ତି, ସମସ୍ତ ଘର ଲୋକ ତାଜୁବ ହେଇଯାଉଛନ୍ତି, ଆରେ ଇଏ ତ ବିବେକ ବିଷୟରେ ଆଉ ଜଣେ କିଏ? ସୁଗନ୍ଧା କହୁଛନ୍ତି, ଏ ମୂର୍ଖ ସମସ୍ତଙ୍କ ସାମ୍ନାରେ ସତ ମାନିଲା, କିନ୍ତୁ ମୁଁ ସୁଗନ୍ଧା, ମୁଁ କାହାକୁ ଜାଣିବାକୁ ଦେବିନି ଯେ ଏଥିରେ ମୋର ହାତ ଅଛି ବୋଲି। ତମର ସାହସ କେମିତି ହେଲା ମୋ ବିବେକକୁ ମାସ୍କ ଲଗେଇକି ସମସ୍ତଙ୍କୁ ବୋକା ବନେଇବା ପାଇଁକି? ଏଇଭଳିଆ ଯେତେବେଳେ ସାଙ୍ଗେ ସାଙ୍ଗେ ମାସ୍କ ବନିଗଲା ନା, ତ ସାଙ୍ଗେ ସାଙ୍ଗେ ସୁଗନ୍ଧା ଆସିକି ଏଇଭଳିଆ ଭାବରେ କଥାଟା କହି ଚାଲିଲା ପୁରା, ଯେମିତିକି ତାପରେ ଦୋଷ ନ ଆସିବ। ଯେମିତି ଚଟକଣି ମାରିବାକୁ ଯାଇଛନ୍ତି, ସୁନୟନା ଆସି ବଞ୍ଚି ଦେଇଛନ୍ତି। ଠାକିନି ଗୋଟେ ଚଟକଣି ସୁଗନ୍ଧା ହାତରେ ଲାଗିଥିଲା। ସାଙ୍ଗେ ସାଙ୍ଗେ ଯେମିତି ବୁରା କର୍ମର ଫଳ ବୁରା ହେଇଥାଏ। ତାପରେ ସୁନୟନା କହୁଛନ୍ତି, ତମର ସବୁ ଖେଳ ଶେଷ ସୁଗନ୍ଧା। ରୂପମ ପ୍ଲିଜ୍ ସମସ୍ତଙ୍କୁ ସତ କ'ଣ କୁହ, ତମେ ଏ ଘରକୁ କେମିତି ଆସିଲ, ଆଉ କିଏ ତମକୁ ନେଇକି ଆସିଥିଲେ? ତାପରେ ଏ କଥା କହିବା ପରେ ଆଉ ସାଙ୍ଗେ ସାଙ୍ଗେ ରୂପମ ପୁରା ସବୁ ସତ କଥା କହିଥିଲେ। ଆଉ କହୁଛନ୍ତି, ଯେତେବେଳେ ମୁଁ ଆକ୍ଟିଂ କରୁଥିଲି ସେଇ ସମୟରେ ମୋତେ ସେ ନେଇକି ଆସିଥିଲେ ଏ ଘରକୁ। ତାପରେ ସମସ୍ତଙ୍କୁ ହାତ ଯୋଡ଼ି ଭୁଲ ମାଗି ଦେଉଛନ୍ତି। ଆଉ ସେଇ ସମୟରେ ବୁଲବୁଲ ଦେବୀ କହୁଛନ୍ତି, ସୁଗନ୍ଧା, ଆମ ପରିବାରକୁ ଧୋକା ଦେବା ପାଇଁକି ତୋର ସାହସ କେମିତି ହେଲା, କେମିତି ସାହସ ହେଲା? ତାପରେ ସୁଗନ୍ଧା କହୁଛନ୍ତି, ମମି ମୋତେ ବିଶ୍ୱାସ କରନ୍ତୁ, ମୁଁ କାହାକୁ ବି ଧୋକା ଦେଇନି। ଏ ଲୋକ ମିଛ କହୁଛି। ମୁଁ ତମକୁ ଏଠିକି ଆଣିଛି ବୋଲି କ'ଣ ପ୍ରୁଫ୍ ଅଛି? ମୁଁ ତମର କ'ଣ କରିଥିଲି ଯେ ତମେ ମୋ ଉପରେ ଏମିତି ଦୋଷ ଲଦୁଛ? ସତ କୁହ, ନହେଲେ ନାହିଁ ମୁଁ ତାକୁ ମାରିଦେବି, ମାରିଦେବି। ନକଲି ବିବେକ ସେଠୁ ହାତ ଫୋପାଡ଼ି କହୁଛନ୍ତି, ମ୍ୟାଡ଼ାମ୍ ଏଇଟା ମିଛ ନୁହେଁ, ଯଦି ସତ ଜାଣିବାକୁ ଚାହୁଁଛନ୍ତି ତାହେଲେ ତାଙ୍କର ଫୋନ୍ ଚେକ୍ କରନ୍ତୁ, ସେଥିରେ ଗୁଣ୍ଡାଙ୍କର ନମ୍ବର ଥିବ। ତାପରେ ସୁନୟନା ସାଙ୍ଗେ ସାଙ୍ଗେ ଏ କଥା ଶୁଣିକି ଭାବୁଛନ୍ତି, ଆଉ କହୁଛନ୍ତି, ମୋତେ ବି ସେ ଭିଡ଼ିଓ ଦେଖାଉଥିଲେ କାଲି। ତାପରେ ସୁଗନ୍ଧା ସାଙ୍ଗେ ସାଙ୍ଗେ ଡାଇଲଗ୍ ମାରିବା ଆରମ୍ଭ କରୁଛନ୍ତି, ମମି ଡାଡି, ଏ ଲୋକ ଆମକୁ ବୋକା ବନାଉଛନ୍ତି, ମୁଁ ଏ ବିଷୟରେ କିଛି ବି ଜାଣିନି, ମୁଁ ପୁରା ଶାନ୍ତଶିଷ୍ଟ ଲୋକ। ଚୌଧୁରୀ ବାବୁ ଯେତେବେଳେ ମୋବାଇଲ ମାଗୁଛନ୍ତି, ମୋବାଇଲ ଯେତେବେଳେ ନ ଦିଅନ୍ତି, ତ ସାଙ୍ଗେ ସାଙ୍ଗେ ଆଉ ବୁଲବୁଲ ଦେଇ କହୁଛନ୍ତି, ଚୁପଚାପ ତ ମୋବାଇଲ ଦେଖା, ଭଲରେ କହୁଛି ହେଲା, ନହେଲେ ମୋଠୁ ବୁରା କେହି ହେବେନି। ତ ସାଙ୍ଗେ ସାଙ୍ଗେ ଆଉ ବିବେକ କହୁଛନ୍ତି, ତମ ସଫେଇ ପାଖରେ ରଖ ହେଲା, ପୋଲିସ ଆସିଲେ ଜଣେଇବ, ଆଉ ଚକି ପେଶିବ ଜେଲ୍ ଭିତରେ ଯାଇକି। ତମେ ତମର ପାପର କଳାକାରନାମା ପୁରା ପୂର୍ଣ୍ଣ କରିଦେଇଛ। ତାପରେ ତମେ ଏଠୁ ବର୍ତ୍ତିକି ଯାଇପାରିବ ନାହିଁ। ସେଠୁ ପୋଲିସକି ଡାକି ଦେଉଛନ୍ତି। ଏହା ସମୟରେ ଆଉ ବୁଲବୁଲ ଦେବୀ ସବୁ ସତ ଭିଡ଼ିଓରେ ଜାଣିବା ପରେ, ଗୁଣ୍ଡା ନମ୍ବର ଜାଣିବା ପରେ ଠାଇକିନି ଯାଇ ଗୋଟେ ଚଟକଣି ଲଗାଉଛନ୍ତି। ତାପରେ ଶେଷରେ ସୁଗନ୍ଧା ହାତ ଯୋଡ଼ି କହୁଛନ୍ତି, ମୋତେ ଯାହା ଦଣ୍ଡ ଦେବା କଥା ଦିଅନ୍ତୁ, କିନ୍ତୁ ପୋଲିସରେ ଦିଅନ୍ତୁନି। ମୁଁ ଜେଲ୍ ଗଲେ ମୋ ବବଲୁର କ'ଣ ହେବ କହିଲେ? ସେ ତ ମାମା ବିନା କେମିତି ବଞ୍ଚିପାରିବ? କ'ଣ ଲାଗୁଛି ସାଙ୍ଗମାନେ, କ'ଣ ବବଲୁର ଟ୍ରମ୍ପ କାର୍ଡ଼ରେ ଆଜି ସୁଗନ୍ଧା ଜିତିବ? ଆପଣମାନଙ୍କୁ କ'ଣ ଲାଗୁଛି ସାଙ୍ଗମାନେ? ସୁଗନ୍ଧା ଯେମିତି ବବଲୁର ଆଳ ଦେଖିକି କାନ୍ଦିବା ଆକ୍ଟିଂ କଲା, କ'ଣ ବୁଲବୁଲ ଦେବୀ ସେଥିରେ ପ୍ରଲୋଭିତ ହୋଇକି ଦୁଇ ଜଣଙ୍କୁ ଘରେ ରଖିଦେବେ, ଆଉ ସବୁ ଭୁଲ ମାଫ କରିଦେବେ? ଆସନ୍ତାକାଲିର ଭିଡ଼ିଓ ଦେଖି ଆହୁରି ବଢ଼ିଆ ଲାଗିବ। ଆଜିର ଭିଡ଼ିଓଟି ଭଲ ଲାଗିଲେ ଗୋଟେ ଲାଇକ୍ ଦେବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ।